ଇଏ କାହିଁ ଧାରଣାରେ ବସିଲେ? ଏଇ ନିଜେ ସରପଞ୍ଚ ଜାଣିଲି ସେ ନାରୀ ପ୍ରତି ଯୋଉ ଅନ୍ୟାୟ କରାଯାଇଛି, ଅତ୍ୟାଚାର କରାଯାଇଛି, ଜେଲ ପଠାଯାଇଛି, ଡାକ୍ତରଖାନା କରାଯାଇଛି, ମାଡ଼ ମରାହେଇଛି, ଗାଳି କରାଯାଇଛି, ସେ ବାଧ୍ୟ ହେଇ ହାଇକୋର୍ଟ ଯାଇଛନ୍ତି। ବିଜେପିର ବିଧାୟକ ମାନେ ଯୋଉ ଭଳିଆ ବ୍ୟବହାର କରୁଛନ୍ତି, ଯେମିତି ରେଭେନ୍ସା କଲେଜରେ କଲେ, ଏଠେଇ କଲେ, ବ୍ଲକରେ କରୁଛନ୍ତି, ଏଭଳିଆ ଅରାଜକତା କେବେ ଦେଖାଯାଇ ନଥିଲା। ଚାଲିଯିବ କଣ ବାସିଗଲା ଏଠୁ, ଫେର ସେ ଇଲେକ୍ସନ ହବ, ଲଢିବେ, ଜିତିବେ। କୌଣସି ଇନଷ୍ଟିଚ୍ୟୁଟ କରିବାକୁ ଭଡା ଦେଇପାରିବେନି, ମେଡିସିନ ଦୋକାନ କରିବାକୁ ଦେଇପାରିବେନି, ଲୁଗା ଦୋକାନ କରିବାକୁ ଦେଇପାରିବେନି, ସେଲୁନ କରିବାକୁ ଦେଇପାରିବେନି, ଜଳଖିଆ ଖାଇବାକୁ ଦେଇପାରିବେନି, ଆଉ କଣ ଶୋଇବାକୁ ଦେବେ? ତାକୁ ବିଚାରପତି ଖାରଜ କରିଛନ୍ତି ଏବଂ ଆଗାମୀ ମାସ 13 ତାରିଖ ପର୍ଯ୍ୟନ୍ତ ସେ ସେଇ ସରପଞ୍ଚ ରହିବେ ବୋଲି କୁହାଯାଇଛି। ଯେତେବେଳେ ସେ ଧାରଣାରେ ବସିଥିଲେ ତାଙ୍କ ପ୍ରତି ଆହ୍ୱାନଟା କାହିଁକି ଆସିଲା? ଇଏ କାହିଁ ଧାରଣାରେ ବସିଲେ? ଏଇ ନିଜେ ସରପଞ୍ଚ ଜାଣିଲି ଆପଣଙ୍କ ସାନ ପୁଅ ବା support କରୁଥିଲେ। ମୁଁ ବି କରୁନୁ କି? ସେ ନାରୀ ପ୍ରତି ଯୋଉ ଅନ୍ୟାୟ କରାଯାଇଛି, ଅତ୍ୟାଚାର କରାଯାଇଛି, ଜେଲ ପଠାଯାଇଛି, ଡାକ୍ତରଖାନା କରାଯାଇଛି, ମାଡ଼ ମରାହେଇଛି, ଗାଳି କରାଯାଇଛି, ସେ ବାଧ୍ୟ ହେଇ ହାଇକୋର୍ଟ ଯାଇଛନ୍ତି। ତାଙ୍କୁ ସେ ଥିଲେ ବିଜେପିର ବିଧାୟକ, ତାଙ୍କୁ ମିସବିହେଭ କଲେ। ବିଜେପିର ବିଧାୟକ ମାନେ ଯୋଉ ଭଳିଆ ବ୍ୟବହାର କରୁଛନ୍ତି, ଯେମିତି ରେଭେନ୍ସା କଲେଜରେ କଲେ, ଏଠେଇ କଲେ, ବ୍ଲକରେ କରୁଛନ୍ତି, ଏଭଳିଆ ଅରାଜକତା କେବେ ଦେଖାଯାଇ ନଥିଲା। ଆମେ ସବୁ ବିଧାୟକ 6 ଥର 7 ଥର ଆମେ ଏଭଳିଆ କୌଣସି ଲୋକାଲ ଅଫିସରଙ୍କୁ କେବେ ବିହେଭ କରିନୁ। କାରଣ ରାଜ୍ୟର ବିକାଶ କର୍ମଚାରୀ ମାନେ କରୁଛନ୍ତି, ତାଙ୍କୁ ଅସମ୍ମାନ କେବେ କରିନୁ। ଅତି ଲଜ୍ଜାର କଥା। ତେଣୁକରି ସେ ଆଶ୍ରୟ ନେଇଥିଲେ, କିଛି ଅସୁବିଧା ନାହିଁ। ସେ ବି ମୁଁ ଯାହା ଚାହିଁଲି ସବୁ ପାଇଁ ସେ ରେଡି ହେଇ ଅଛନ୍ତି। ଆଗାମୀ ମାସ ଭିତରେ ବୋଧେ ତାଙ୍କ ପଦବୀ ଚାଲିଯିବ କଣ ବାସିଗଲା ଏଠୁ, ଫେର ସେ ଇଲେକ୍ସନ ହବ, ଲଢିବେ, ଜିତିବେ। ପପୁଲାର ଲେଡି, ଲୋକ କାମ କରିଛନ୍ତି, ଏମଏଲଏ ତାଙ୍କୁ ଅତ୍ୟାଚାର କରିଛନ୍ତି, ମିସବିହେଭ କରିଛନ୍ତି, ଏମଏଲଏ ତାଙ୍କୁ ଧମକେଇଛନ୍ତି, ଗାଳି ଗୁଲଜ କରିଛନ୍ତି, ଅଥଚ ଓଲଟା କାମ ହଉଛି। ଦୁଃଖଦାୟ ଘଟଣା। ମୋହନ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଅର୍ବନ ମିନିଷ୍ଟରଙ୍କ ଦୃଷ୍ଟି ଆକର୍ଷଣ କରୁଛି, ମେୟରଙ୍କ ଦୃଷ୍ଟି ଆକର୍ଷଣ କରୁଛି। କେତେବେଳେ କୋଉ ସହରରେ ନିଆଁ ଲାଗିଗଲା, 3-4 ଜଣ ଛାତ୍ର ଜୀବନ ଗଲା, ସେଥିପାଇଁ ସାରା ଭାରତରେ, ଓଡ଼ିଶାରେ, ଭୁବନେଶ୍ୱରରେ ସେଇ ଆଇନ ଲାଗୁ ହବ। ସେ ଆଇନରେ ହଉଛି କୌଣସି ଲୋକ ଭଡା ଦେଇପାରିବେନି, କୌଣସି ଇନଷ୍ଟିଚ୍ୟୁଟ କରିବାକୁ ଭଡା ଦେଇପାରିବେନି, ମେଡିସିନ ଦୋକାନ କରିବାକୁ ଦେଇପାରିବେନି, ଲୁଗା ଦୋକାନ କରିବାକୁ ଦେଇପାରିବେନି, ସେଲୁନ କରିବାକୁ ଦେଇପାରିବେନି, ଜଳଖିଆ ଖାଇବାକୁ ଦେଇପାରିବେନି, ଆଉ କଣ ଶୋଇବାକୁ ଦେବେ? ଶୋଇବାକୁ ଖାଲି ଦେବେ? ଭୁବନେଶ୍ୱର ସାରା ଇଣ୍ଡିଆ ୱାର୍ଲଡରେ 99% ଲୋକ ତଳେ ରହିଲେ ଉପର ଭଡା ଦଉଛନ୍ତି, ଉପରେ ରହିଲେ ତଳା ଭଡା ଦଉଛନ୍ତି। ବଞ୍ଚିବେ କେମିତି? ରିଟାୟାରମେଣ୍ଟ ଲୋକ ଘର ଖଣ୍ଡେ କରିଛନ୍ତି, ନାନାଦି ପ୍ରକାର ଆଳରେ, କୋଉଠି ସେଲୁନକୁ ଦେଇଛନ୍ତି, କୋଉଠି ଧୋବିକି ଦେଇଛନ୍ତି, କୋଉଠି ମେଡିସିନ ଦୋକାନ ଦେଇଛନ୍ତି, କୋଉଠି ଜଳଖିଆ ଦୋକାନ ଦେଇଛନ୍ତି, କୋଉଠି ଷ୍ଟେସନାରୀ ଦୋକାନକୁ ଦେଇଛନ୍ତି, ଗ୍ରୋସରୀ ଦୋକାନକୁ ଦେଇଛନ୍ତି। ସାରା ପୃଥିବୀରେ, ସାରା ଭାରତ ବର୍ଷରେ, ସାରା ଓଡ଼ିଶାରେ ଆମମାନଙ୍କୁ ନୋଟିସ ହେଇଛି। ଗୋଟା ଅପାରଗ ସରକାର ଷ୍ଟଡି କରାଏ ଓ ନୋଟିସ ହେଇଛି, ତମେ ଭଡା ଲଗେଇଛ, ଭଡା ଲଗେଇ ପାରିବନି, ତମେ ପେନାଲ୍ଟି କରାଯିବ। କିଏ ଭଡା ନ ଲଗେଇଛି? କୋଉ ମନ୍ତ୍ରୀ, କୋଉ ପଲିଟିକାଲ ଲୋକ, କୋଉ ଆଇଏଏସ୍, କୋଉ ଆଇପିଏସ୍, କୋଉ ଇଞ୍ଜିନିୟର, କୋଉ ଏଏସ୍ ଓଏସ୍, କୋଉ ଲୟର, କୋଉ ଡକ୍ଟର, କିଏ ଭଡା ଲଗେଇଛି? ହାରାହାରି ଭୁବନେଶ୍ୱର ସହରରେ 47,000 ଲୋକଙ୍କୁ ଚିହ୍ନଟ କରାଯାଇଛି, ସେଥିରୁ 1200 ଲୋକଙ୍କୁ ନୋଟିସ୍ କରା, ତା ଭିତରେ ଆମର ଅଛି। ଏଇ ଆଇନ ଭୁବନେଶ୍ୱରରେ 99% ଲୋକ ଭଡା ଦେଇଛନ୍ତି, ତମେ ଏମିତି ଚଳେଇଦବ? ଆମେ ବର୍ଷକୁ ଭୁବନେଶ୍ୱର ମ୍ୟୁନିସିପାଲିଟି 3,20,000 ଟଙ୍କା ବର୍ଷକୁ ମୁଁ ଦଉଛି ଟ୍ୟାକ୍ସ।
3,20,000 ଦଉଛି ବର୍ଷକୁ ଟାକ୍ସ। ହଁ, ତେଣୁ ଏ ଯୋଉ ନୋଟିସ ଉଇଡ୍ର କର, ତା ନହେଲେ ଆର ମାସରେ ଭୁବନେଶ୍ୱର ସହରବାସୀ ନାଗରିକ ମାନେ ଏକାଠି ହେଇ ଏ ସରକାରକୁ ଅଚଳ କରିଦବୁ, ସେକ୍ରେଟେରିଏଟ ଘେରାଉ କରିବୁ, ଭୟଙ୍କର ରୂପ ନବ। ୱାର୍ଣିଂ ଦଉଛୁ ମୋହନ ସରକାର। 99% ଲୋକ ଆମେ ଭଡା ଦେଇଛୁ ଭୁବନେଶ୍ୱର ସହରରେ, ବଞ୍ଚିଛୁ। ତୁରନ୍ତ ନୋଟିସ ଉଇଡ୍ର କର, ନହେଲେ ବାଧ୍ୟ ହେଇ ବ୍ୟାପକ ଆନ୍ଦୋଳନ ହବ। ସରକାର ସେଥିପାଇଁ ଦାୟୀ ରହିବେ। अरे वाओ अनु केते सुंदर ड्राइंग बनेचु एटा कौन बनेचु एरा मु एरा बापा एरा बो एरा जेजे बापा एरा जेजे माँ वाओ औ एटा कोन हम फैमिली डॉक्टर हाँ बो एरा हम फैमिली हॉस्पिटल रंग बदलिछि रूप बदलिछि हेले आपणक सह संपर्क बहुत पुराना खाली ओडिशार नुह पूर्व भारतर 50 लाख परिवार भरोसा आमर अत्याधुनिक कौशल एवं अद्वितीय सेवा 27 वर्षर संपर्क आमको करि परिछि आपणक निजर फैमिली हॉस्पिटल। थैंक यू डॉक्टर। अनुपरी अनेक पिलांक धन्यवाद आम पई अमूल्य उपहार।